ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କର ହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 16 ଅଧ୍ୟାୟର 2 ଏବଂ 3 ପଦରେ ଆମମାନେ ଏହିପରି ପାଠ କରୁ। କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ସନ୍ଧ୍ୟା ସମୟରେ ତୁମେମାନେ କହିଥାଅ ଭଲ ପାଗ ହେବ, କାରଣ ଆକାଶ ଲାଲ ହୋଇଅଛି। ଆଉ ପ୍ରାତଃକାଳରେ କହିଥାଅ ଆଜି ଝଡ଼ ହେବ, କାରଣ ଆକାଶ ଲାଲ ଓ ମେଘୁଆ ହୋଇଅଛି। ତୁମେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝିପାରୁଅଛ, କିନ୍ତୁ କାଳର ଲକ୍ଷଣ ସବୁ ବୁଝିପାରୁନାହଁ। ପାପ ହେତୁ ମନୁଷ୍ୟ ନିଜର ଉନ୍ମାଦନାରେ ନିଜର ମୂର୍ଖତା ଯୋଗୁଁ ହଜିଯାଇଅଛି। ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପ୍ରଶ୍ନ ପଚାରନ୍ତି, କାଳର ଲକ୍ଷଣ ସବୁ କାହିଁକି ବୁଝିପାରୁନାହଁ? ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗ ତ୍ୟାଗ କରି ପୃଥିବୀକୁ ଅବତୀର୍ଣ୍ଣ ହେଲେ, ମଣିଷମାନଙ୍କ ମଧ୍ୟରେ ବାସ କଲେ, ସ୍ୱର୍ଗ ରାଜ୍ୟ ମନୁଷ୍ୟମାନଙ୍କ ମଧ୍ୟକୁ ଆଣିଲେ। ତାହାଙ୍କ ଜନ୍ମ କାଳରେ ପୂର୍ବ ଦେଶରୁ ଜ୍ଞାନୀ ପଣ୍ଡିତଗଣ ତାହାଙ୍କ ଆରାଧନା କରିବାକୁ ଆସିଥିଲେ। ସେତେବେଳେ ଶାସ୍ତ୍ରୀମାନେ ଧର୍ମଗ୍ରନ୍ଥର ଲେଖନୀ ଅନୁସାରେ ହେରୋଦ ରାଜାଙ୍କୁ କହିଲେ ଖ୍ରୀଷ୍ଟଙ୍କ ଜନ୍ମ କେଉଁଠାରେ ହେବ, ଅର୍ଥାତ୍ ଧର୍ମଶାସ୍ତ୍ରରେ ଖ୍ରୀଷ୍ଟଙ୍କ ଆଗମନର ଚିହ୍ନ ସ୍ପଷ୍ଟ ରୂପେ ସେମାନେ ଜ୍ଞାତ ଥିଲେ। ସେ ଖ୍ରୀଷ୍ଟ ଅଟନ୍ତି ତାହା ତାହାଙ୍କ ଶିକ୍ଷା କାର୍ଯ୍ୟ ଦ୍ୱାରା ପ୍ରଭୁ ପ୍ରମାଣିତ କଲେ। ପୁଣି ଲୋକେ ତାହାଙ୍କ ନିକଟକୁ ଯାଉଥିଲେ। ପ୍ରଥମତଃ ପ୍ରଭୁଙ୍କ କାର୍ଯ୍ୟ ଓ ଶିକ୍ଷା ସମ୍ବନ୍ଧରେ ପୁରାତନ ନିୟମର ଭବିଷ୍ୟତବାଣୀ ସଫଳ କଲେ। ଦ୍ୱିତୀୟତଃ କ୍ରୁଶରେ ଆପଣା ବଳିଦାନ ଓ ପୁନରୁତ୍ଥାନ ଦ୍ୱାରା ଭବିଷ୍ୟତବାଣୀ ସଫଳ କରିବାର ଆମେ ଦେଖୁ। ତୃତୀୟରେ ଆପଣା ଦ୍ୱିତୀୟ ଆଗମନ ସମ୍ବନ୍ଧରେ ଭବିଷ୍ୟତବାଣୀଗୁଡ଼ିକୁ ସଫଳ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅତି ଶୀଘ୍ର ଆଗମନ କରିବେ। ଯେ କେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣା ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପାଏ। ପ୍ରଭୁଙ୍କ ଆଗମନର ନିମନ୍ତେ ଆପଣଙ୍କୁ ପ୍ରସ୍ତୁତ କରେ। ଆପଣ ମଧ୍ୟ ଯେପରି ତଦନୁରୂପ କରିବେ, ଈଶ୍ୱରଙ୍କ ଠାରେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।